ମଣିଷ ଜନ୍ମରେ ଗୋଟିଏ ସୁବିଧା କଥା କ'ଣ ନା ଆମେ ଆମ କର୍ମକୁ ସୁଧାରି ପାରିବା। ଆମେ ଆମ କର୍ମକୁ ସୁଧାରିକି ଭଲ କର୍ମ କରିପାରିବା। ଆଉ କର୍ମ ଯେଉଁ ଅନନ୍ତ ଜନ୍ମର କର୍ମରାଶି ଅଛି ତାକୁ ନାମଜପ ପୂର୍ବକ ଆଉ ଭଗବତ ଶାସ୍ତ୍ର ଅନୁମୋଦିତ ପଥ ଦ୍ୱାରା ଆମେ ତାକୁ କାଟି ଦେଇପାରିବା। ଭଗବାନଙ୍କର କୃପା ହେଲେ ସବୁ କଟିବ। କାରଣ ଆମର କ୍ଷମତା ନାହିଁ। ମାନେ ଯିଏ ତାଙ୍କର କୃପା ବଳରେ ସବୁ ସମ୍ଭବ ହୋଇପାରେ। ତେଣୁକରି ଆମେ ତାଙ୍କର କୃପାଭାଜନ ହେବା ପାଇଁ ଆମେ ତାଙ୍କର ନିୟମ ମାନିବା ଦରକାର। ନିୟମ କ'ଣ? ଯେମିତି କ୍ଷୀରରୁ ଘିଅ ସାଙ୍ଗେ ସାଙ୍ଗେ କ'ଣ ବାହାରିବ କି? କ୍ଷୀରରୁ ଘିଅ ବାହାରିବା ପାଇଁ କିଛି ପ୍ରୋସେସ୍ ଅଛି। ଫାଷ୍ଟ କ୍ଷୀରକୁ ଆମେ ବସେଇବା, ଆଉ ସିଝେଇବା, ତାପରେ ସର ପଡ଼ିବ, ପୁଣି ତା ପରଦିନ ବସେଇବା, ପୁଣି ସେ ସର ପଡ଼ିବା, ପୁଣି ସଜ କ୍ଷୀରକୁ ସର ପଡ଼ିଲା ତା ସାଙ୍ଗେ ମିଶାଇବା। ଏମିତି କରିଲା 2-3 ଦିନ କଲା ପରେ ମୋଟା ସର ବସିକି ସେ ବସା ଦହି ହେବ। ବସା ଦହିକି ବୁଲିଲା ପରେ ସେଠୁ ଲହୁଣୀ ଗୁଡ଼ା ଭାସିବ। ଲହୁଣୀକୁ ନେଇକି ଜାରିଲେ କ୍ଷୀର ହେବ, ଆଉ ଦହିକି ବସେଇଲେ ସେ ଦହି ଛେନା ହେବ। ଏଇଭଳି ଭାବରେ ପ୍ରୋସେସ୍ ଅଛି। ସେଇଭଳିଆ ମଣିଷ ଜୀବନକୁ ଯଦି ଆମେ ଧର୍ମାନୁଗତିକ ପଥରେ ନେବାକୁ ଚାହୁଁଛନ୍ତି, ସେଥିପାଇଁ କିଛି ପ୍ରୋସେସ୍ ଅଛି, ନିୟମ କାନୁନ ଅଛି। ଆମକୁ ମାନିଲେ ଯାଇକି ଆମର ଚକ୍ଷୁ ଆମର ଏଇ ଯେଉଁ ଚକ୍ଷୁରେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା ନାହିଁ। ଦିବ୍ୟ ଚକ୍ଷୁ ଦରକାର। ସେଥିପାଇଁ ଆମକୁ କିଛି ନିୟମ ସବୁ ମାନିବାକୁ ପଡ଼ିବ। ଆମକୁ ପୁରା ଶକ୍ତିମାନ ହେବାକୁ ପଡ଼ିବ। କେମିତି? ଆମକୁ ମାନେ ଶାସ୍ତ୍ରାନୁମୋଦିତ ପଥ ଯେତେ ନିୟମ ଅଛି, ଯେତେ ସଂସ୍କାର ଅଛି, ଯେତେ ସଦାଚାର ଅଛି, ସବୁ ମାନିବାକୁ ପଡ଼ିବ। ନ ମାନିଲେ ଆମର ଭଗବତ ପ୍ରାପ୍ତି ହେବନି। ମାନେ ମାନିଲେ ଭଗବାନଙ୍କର କୃପା ମିଳିବ। ଆଉ ତମେ ନିୟମ ମାନିବନି। ଗୁରୁ କହିଛନ୍ତି ତମେ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ 1 ଘଣ୍ଟା ପୂର୍ବରୁ ଉଠିବ। ତମେ ଉଠିବ ନା କହିବ ମୋର ହେଉନି, ହେବ କେମିତି? ଉଠିଲେ ଯାଇକି ହେବ। ତାଙ୍କ ନିୟମ ମାନିବାକୁ ପଡ଼ିବ। ଅବିଚାର କରି ଆଦେଶ ପାଳନ, ବିନା ବିଚାରରେ ବିନା ତର୍କରେ ଗୁରୁଙ୍କର ଆଦେଶ ମାନିବାକୁ ପଡ଼ିବ। ମାନିଲେ ଯାଇକି ତମେ ସଫଳ ହେବ। ସେଥିପାଇଁ ଗୁରୁ ଯେତିକ ସଦାଚାର, ତମେ ସଦାଚାର କାହାଠୁ ଶିଖିବା ଦରକାର। ତମେ ବିବେକକୁ ପଚାରିବ କେଉଁଟା କରିବା ଉଚିତ, କେଉଁଟା ନ କରିବା ଉଚିତ। ଅନେକ କଥା ବିବେକ ଆମର ବାରଣ କରେ, ଆମେ କିନ୍ତୁ କରିଯାଆନ୍ତି। ଆମ ବିବେକକୁ ପଚାରିକି ଆମେ କାମ କରିବା। ବିବେକକୁ ପଚାର କେଉଁଟା କରିବା ଠିକ୍, କେଉଁଟା ନ କରିବା ଠିକ୍। ରାସ୍ତାରେ ଜୋରରେ ଗାଡ଼ି ଚଲେଇବା ଠିକ୍ କି ନାହିଁ? ବିବେକକୁ ପଚାର। ବିବେକ କହିବ କେତିକି ସ୍ପିଡ଼, ତମର ସ୍ପିଡ଼ ମାନେ କେତେ ସ୍ପିଡ଼ରେ ଗାଡ଼ି ଚଲେଇବା ଉଚିତ। ରାସ୍ତାର କେଉଁ କରେ ଯିବା ଉଚିତ, ଆଗ ପଛ ଦେଖିକି ଯିବା ନା ନ ଯିବା ଉଚିତ। ସବୁ କଥା, କେତେ ଖାଇବା ଉଚିତ, କେତେ ନ ଖାଇବା, ତମ ବିବେକକୁ ପଚାରିବ। ତମ ବିବେକ ସବୁ ଶିଖେଇ ଦେବ। କାହାଠୁ ଶିଖିବା ଦରକାର ନାହିଁ। କ'ଣ ଖାଇବା ଉଚିତ, କ'ଣ ନ ଖାଇବା ଉଚିତ, କେମିତି କେଉଁ ଭାବରେ ପାଣି ପିଇବା, କେଉଁ ଭଳିଆ ଶୋଇବା ଉଚିତ, କେଉଁ ଭଳିଆ ଜାଗାରେ ଶୋଇବା ଉଚିତ, କେମିତି ନାମଜପ କରିବା ଉଚିତ, କେମିତି ଭଗବାନଙ୍କୁ ଡାକିବା ଉଚିତ, ସବୁ ତମ ବିବେକ, ତମ ଭିତରେ ଶକ୍ତି ଅଛି। ତମେ ସବୁ ଚାହିଁଲେ ନିଜ ଭିତରେ ଜାଣିପାରିବ। କାରଣ ତମେ ସତ ଭଗବାନଙ୍କର ଅଂଶ ନା। ତମେ କ'ଣ ଛୋଟିଆ ଲୋକ କି? ତମେ ନିଜକୁ ଛୋଟ ଭାବି ପାରୁଥାଅ, ଜାଣିପାରୁନ। ସେଥିପାଇଁ ତମେ ନିଜକୁ ପଚାର। ତମ ଭିତରେ ସବୁ ଶକ୍ତି ଅଛି। ତମେ ନିଜେ ଜାଣିପାରିବ କେଉଁଟା କରିବା ଉଚିତ, କେଉଁଟା ନ କରିବା ଉଚିତ। ଜୟ ଜଗନ୍ନାଥ।